ରହିଯାଉ ପିଲାମାନେ, ଯଦି ଆଗାମୀ ଏକ୍ଜାମରେ ମ୍ୟାଥରେ ଫୁଲ୍ ଟୁ ଫୁଲ୍ ମାର୍କ ଆଣିବାକୁ ଚାହୁଁଛ ତେବେ ଏହି ଭିଡ଼ିଓକୁ ବିଲକୁଲ ବି ସ୍କିପ୍ କରିବାକୁ ଭୁଲ କରିବନି। ଜୟ ଜଗନ୍ନାଥ ପିଲାମାନେ, କେମିତି ଅଛରେ ସମସ୍ତେ? ଭଲ ଅଛ ତ? ଆଶା କରୁଛି ସମସ୍ତେ ପୁରା ଜୋସ୍ରେ ଥିବ ଆଉ ମନ ଦେଇ ପାଠ ପଢ଼ୁଥିବ। ଆଜିର କ୍ଲାସ୍ରେ ଆମେ ଏମିତି ଗୋଟିଏ ଚାପ୍ଟର ଧରିଛେ ଯେଉଁଠି ପ୍ରାୟ 90% ପିଲା ଏକ୍ଜାମ ହଲ୍ରେ ଛୋଟ ଛୋଟ ମିଷ୍ଟେକ୍ କରନ୍ତି ଏବଂ ସେଥିରେ ତାଙ୍କର ନମ୍ବର କଟିଯାଏ, ଯାହାର ନାଁ ହେଉଛି ବର୍ଗ ଓ ଘନ। ଆଉ ଆଜି ମୁଁ ତୁମକୁ ଗ୍ୟାରେଣ୍ଟି ଦେଉଛି ଏଇ ଗୋଟିଏ ଭିଡ଼ିଓ ଦେଖିଲା ପରେ ଏହି ଚାପ୍ଟରରୁ ଗୋଟିଏ ବି ମାର୍କ ତୁମର କଟିବନି। ଆଉ ଯଦି ପରୀକ୍ଷାରେ ଏହି କ୍ୱେଶ୍ଚନ୍ ସବୁ ନ ଆସିଲା ତୁମେ ଏକ୍ଜାମ ଦେଇ ଆସିବ ଆଉ ମୋ ଚ୍ୟାନେଲକୁ ଆସି କମେଣ୍ଟ କରିବ, ସାର୍ ଆପଣ ଯାହା ପଢ଼େଇଥିଲେ ସେଥିରୁ କିଛି ବି ଆସିଲାନି। କିନ୍ତୁ ସେତିକି ଶକ୍ତି ତୁମ ଭିତରେ ବି ଥିବା ଦରକାର। ସେଥିପାଇଁ ଏବେ ହିଁ ମୋବାଇଲକୁ ସାମ୍ନାରେ ରଖ, ଖାତା ପେନ୍ ବାହାର କର ଆଉ ମୋ ସହିତ ଗୋଟିଏ ଗୋଟିଏ ପ୍ରଶ୍ନର ପୁରା ଅପରେସନ୍ କରିବାକୁ ରେଡ଼ି ହୋଇଯାଅ। ତେବେ ପିଲାମାନେ ଆଜିର କ୍ଲାସ୍ ଆରମ୍ଭ କରିବା। ଚାଲ ପିଲାମାନେ, ପ୍ରଥମେ ଆମେ କରିବା କିଛି ଫିଲ୍ ଇନ୍ ଦ ବ୍ଲାଙ୍କ୍ସ ବା ଶୂନ୍ୟ ସ୍ଥାନ ପୂରଣ କର। ପ୍ରଥମ ପ୍ରଶ୍ନ କହିଲା, ଗୋଟିଏ ସଂଖ୍ୟାର ଏକକ ସ୍ଥାନରେ 2, 3, 7 କିମ୍ବା 8 ଥିଲେ ତାହା କେବେ ବି ଡେସ୍ ସଂଖ୍ୟା ହୋଇପାରିବ ନାହିଁ। ପିଲାମାନେ, ତୁମେ କେବେ ଲକ୍ଷ୍ୟ କରିଛ ଏମିତି କିଛି ଲୋକ ଥାନ୍ତି ଯେଉଁମାନେ କେବେ ବି କାହା ସହିତ ମିଶନ୍ତି ନାହିଁ, ସବୁବେଳେ ସେମାନେ ସିଙ୍ଗେଲ୍ ଥାନ୍ତି। ନାଇଁ ପିଲେ, ସିଙ୍ଗେଲ୍ ନୁହଁ, ସବୁବେଳେ ଏକା ଥାନ୍ତି, ଠିକ୍ ନା ନାହିଁ? ସେମିତି ଗଣିତରେ ମଧ୍ୟ କିଛି ସଂଖ୍ୟା ଅଛି ଯେଉଁଗୁଡ଼ିକ କି କୌଣସି ସଂଖ୍ୟାର ଏକକ ସ୍ଥାନରେ ବସିଗଲେ ତାଙ୍କୁ ପୂର୍ଣ୍ଣବର୍ଗ ସଂଖ୍ୟା କୁହାଯାଇପାରିବ ନାହିଁ। ମାନେ ପିଲେ, ଯଦି 2, 3, 7 କିମ୍ବା 8 ଏକକ ସ୍ଥାନରେ ବସିଯିବେ ତେବେ ସେହି ସଂଖ୍ୟାଟି କେବେ ବି ପୂର୍ଣ୍ଣବର୍ଗ ସଂଖ୍ୟା ହୋଇପାରିବ ନାହିଁ। କେମିତି ଦେଖିବା? ମନେକର ପିଲେ, 1ର ବର୍ଗ କେତେ? 1, 2ର ବର୍ଗ 2 ଦୁଣେ 4, 3ର ବର୍ଗ 3 3 9, 4ର ବର୍ଗ 4 ଚକ 16 ଏକକ ସ୍ଥାନରେ ଅଛି 6, 5ର ବର୍ଗ 5 ପଞ୍ଚାଙ୍ଗ 25 ଏକକ ସ୍ଥାନରେ ଅଛି 5, 6ର ବର୍ଗ 6 36 ଏକକ ସ୍ଥାନରେ ଅଛି 6, 7ର ବର୍ଗ 7 ଶତାଙ୍ଗ 49 ଏକକ ସ୍ଥାନରେ ଅଛି 9, 8ର ବର୍ଗ 8 ଅଷ୍ଟାଙ୍ଗ 64 ଏକକ ସ୍ଥାନରେ ଅଛି 4। ପିଲାମାନେ ଲକ୍ଷ୍ୟ କର, ଏଇ ଭିତରୁ କୌଣସି ସଂଖ୍ୟାର ଏକକ ସ୍ଥାନରେ 2 କିମ୍ବା 3 କିମ୍ବା 7 କିମ୍ବା 8 ଆସିଲେ କି? ଯଦି ଆସିଲେନି ଆମେ କହିପାରିବା କୌଣସି ପୂର୍ଣ୍ଣବର୍ଗ ସଂଖ୍ୟାର ଏକକ ସ୍ଥାନରେ କେବେ ବି ଏଇ 4ଟି ସଂଖ୍ୟା ରହିପାରିବେ ନାହିଁ। ବୁଝିହେଲା ନା ପିଲେ? ତେବେ ଆନ୍ସର୍ କ'ଣ ହେଇଯିବ? ଏଇଠି ହେଇଯିବ ପୂର୍ଣ୍ଣବର୍ଗ। ମାନେ ଗୋଟିଏ ସଂଖ୍ୟାର ଏକକ ସ୍ଥାନରେ 2, 3, 7 କିମ୍ବା 8 ଥିଲେ ତାହା କେବେ ବି ପୂର୍ଣ୍ଣବର୍ଗ ସଂଖ୍ୟା ହୋଇପାରିବ ନାହିଁ। ବୁଝିହେଲା ନା ପିଲେ? ସେକେଣ୍ଡ କ୍ୱେଶ୍ଚନକୁ ଯିବା। କୌଣସି ପୂର୍ଣ୍ଣବର୍ଗ ସଂଖ୍ୟାର ଶେଷରେ ଥିବା ଶୂନ ସଂଖ୍ୟା ସର୍ବଦା ଡେସ୍ ହୋଇଥାଏ। ଆମେ କିଛି ମନେକର ପୂର୍ଣ୍ଣବର୍ଗ ସଂଖ୍ୟା ନେବା ଯାହାର ଶେଷରେ ଶୂନ ଥିବ। 100 ଏଇଟା ଗୋଟିଏ ପୂର୍ଣ୍ଣବର୍ଗ ସଂଖ୍ୟା, ଶେଷରେ ଶୂନ ଅଛି। 10,000 ଏଇଟା ଗୋଟିଏ ପୂର୍ଣ୍ଣବର୍ଗ ସଂଖ୍ୟା, ଶେଷରେ ଶୂନ ଅଛି। ଏବଂ 400, 2500। ଆମେ ଯଦି ଏହି ସଂଖ୍ୟା ଗୁଡ଼ିକୁ ଲକ୍ଷ୍ୟ କରିବା, ଶୂନ ସର୍ବଦା ଯୁଗ୍ମ ସଂଖ୍ୟକ ଅଛି। ଏଠି 2ଟି ଅଛି, ଏଠି 4ଟି ଅଛି, ଏଠି 2ଟି ଅଛି, ଏଠି 4ଟି ଅଛି, ଠିକ୍ ନା ନାହିଁ ପିଲେ? ତା ମାନେ ଆମେ ଏଇଠୁ ଜାଣିବାକୁ ପାଇଲେ ଆମେ ଯଦି କୌଣସି ସଂଖ୍ୟାର ବର୍ଗ କାଢ଼ୁଛେ ଯାହାର ଏକକ ଅଙ୍କରେ ଶୂନ ଅଛି, ତେବେ ବର୍ଗ ଯେତେବେଳେ କାଢ଼ିବା ନିହାତି ଭାବରେ 2ଟି ଶୂନ ଆସିଯିବ। ମନେକର 10 ଅଛି, 10ର ବର୍ଗ କାଢ଼ିଲେ କେତେ ଆସିଯିବ ପିଲେ? 100। ଏବଂ ଏଇ ଯେଉଁ ଶୂନ କେତୋଟି ଅଛି? 2ଟି, ମାନେ ଯୁଗ୍ମ। ତେଣୁ ଏଇଠି ଆସିଯିବ ଆନ୍ସର୍ କ'ଣ ଆସିବ ପିଲେ? ଯୁଗ୍ମ ସଂଖ୍ୟକ ହୋଇଥାଏ। ଶୂନ ସର୍ବଦା ଯୁଗ୍ମ ସଂଖ୍ୟକ ହୋଇଥାଏ। ତାପରେ ଦେଖ ପିଲେ, 15ର ବର୍ଗ ହେଉଛି ଡେସ୍। ପିଲାମାନେ, ଆମେ ଜାଣିଛୁ ନା ଏକକ ଘରେ ଯଦି 5 ଥିବ ତାର ବର୍ଗ ନିର୍ଣ୍ଣୟ କରିବାର ଗୋଟିଏ ଟ୍ରିକ୍ ଅଛି। କ'ଣ ଟ୍ରିକ୍ ଅଛି? ଦେଖ ପିଲେ, ମନେକର ଆମେ 15ର ବର୍ଗ ନିର୍ଣ୍ଣୟ କରିବା। ଏଇଠି 5ର ବର୍ଗ କେତେ ପିଲେ? 5ର ବର୍ଗ ହେଉଛି 25। 1 ପରେ କେତେ ଆସେ? 2 ଆସେ ନା? 1 ଗୁଣନ 2 କେତେ ହେଇଗଲା? 2। ତେଣୁ ଆସିଗଲା 225। ସେମିତି ମନେକର 25ର ବର୍ଗ କାଢ଼ିବା।
25 ବର୍ଗ କେତେ ହେଇଯିବ 5 ପଞ୍ଚାଙ୍ଗ 25 2 ପରେ କେତେ ଆସେ ପିଲେ 3 ନା ତେଣୁ 2 ଗୁଣନ 3 2 3 କେତେ 6 ଆମେ ଯଦି 35 ବର୍ଗ କାଢ଼ିବା ପ୍ରଥମେ ଲେଖିବା 5 ପଞ୍ଚାଙ୍ଗ 25 3 ପରେ କେତେ ଆସେ ପିଲେ 4 ତେଣୁ 3 ଗୁଣନ 4 ସମାନ କେତେ ପିଲେ 12 ତେଣୁ ଆସିଗଲା 1225 ତେବେ 15 ବର୍ଗ କେତେ ହେଇଯିବ ପିଲେ 225 ପିଲାମାନେ କହିଲ ଦେଖିବା 45 ବର୍ଗ କେତେ ହେବ ଏଇଟା ମୋତେ କମେଣ୍ଟ ସେକ୍ସନରେ ଜଣାଅ କହିବ ନା ପିଲେ ଦେଖିବା କିଏ କିଏ ବୁଝିଛ 4 ନମ୍ବର ଦେଖ ପ୍ରଥମ 10ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ କେତେ ପିଲାମାନେ ପ୍ରଥମେ ଆମେ 10ଟି ଅଯୁଗ୍ମ ସଂଖ୍ୟା ଲେଖିବା ନା କିଛି ସ୍ମାର୍ଟ ଟ୍ରିକ୍ କରିବା ନା କିଛି ସ୍ମାର୍ଟ ଉପାୟରେ ତ ଆମେ କ'ଣ କରିବା ଆମେ ଜାଣିଛୁ ପ୍ରଥମ ଅଯୁଗ୍ମ ସଂଖ୍ୟାର ଯୋଗଫଳ ବା ପ୍ରଥମ nଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ ହେଉଛି n ସ୍କୋୟାର ତେବେ ଏଠି କ'ଣ କହିଛି ପ୍ରଥମ 10ଟି ତେଣୁ n ସ୍ଥାନରେ କେତେ ପକାଇଦେବା 10 10ର ବର୍ଗ କେତେ ପିଲେ 100 ତେଣୁ ଆନ୍ସର ଆସିଯିବ ପିଲେ 100 ମୁଁ ଯଦି ଏବେ କହିବି ପ୍ରଥମ 20ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ କେତେ ହେବ ନା 20ର ବର୍ଗ କେତେ ପିଲେ 20ର ବର୍ଗ କେତେ ହେଇଯିବ 400 ଜାଣିଗଲା ନା ପିଲେ ମଜା ଲାଗୁଛି ତ ଠିକ୍ ଅଛି 5 ନମ୍ବର ଦେଖ y ଇକ୍ୱାଲ୍ ଟୁ x ସ୍କୋୟାର ହେଲେ xକୁ yର କ'ଣ କୁହାଯିବ ବା ଡେସ୍ କୁହାଯାଏ y ଇକ୍ୱାଲ୍ ଟୁ x ସ୍କୋୟାର yକୁ xର କ'ଣ କୁହାଯିବ ନା yକୁ xର ବର୍ଗ କୁହାଯିବ ତେବେ xକୁ କ'ଣ କୁହାଯିବ yର ଆମେ ଲେଖିପାରିବା y ଇକ୍ୱାଲ୍ ଟୁ ଏଇଠି ଯଦି xର ବର୍ଗକୁ ହଟେଇ ଦେବା ଏପଟେ ରୁଟ୍ ଓଭର ହେଇଯିବ ଏବଂ ରୁଟ୍ ଓଭରକୁ ଆମେ କହୁ ବର୍ଗମୂଳ ତେଣୁ ଆମେ କହିବା xକୁ yର କ'ଣ କହିବା ପିଲେ ବର୍ଗମୂଳ କ'ଣ କହିବା ବର୍ଗମୂଳ ବୁଝିହେଇଛି ତ ପିଲେ ସେମିତି 6 ନମ୍ବର ଦେଖ ପିଲେ 1729କୁ ଡେସ୍ ସଂଖ୍ୟା କୁହାଯାଏ ପିଲାମାନେ ଏଇଟାର ଆନ୍ସର ଜାଣିବା ପାଇଁ ଗୋଟିଏ କ'ଣ ଗପ ଶୁଣିବ ଠିକ୍ ଅଛି ଶୁଣ ପିଲାମାନେ ଫରେନ୍ର 2 ଜଣ ଗଣିତଜ୍ଞ ଥିଲେ ଜଣେ ହେଉଛନ୍ତି ରାମାନୁଜନ ଆଉ ଜଣେ ହେଉଛନ୍ତି ହାର୍ଡି ତ କ'ଣ ହେଇଛି ଥରେ ରାମାନୁଜନ ଅସୁସ୍ଥ ହୋଇ ଲଣ୍ଡନର ଗୋଟିଏ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପ୍ରଫେସର ହାର୍ଡି ତାଙ୍କୁ ଦେଖା କରିବା ପାଇଁ ଚାହିଁଲେ ତ ଦେଖା କରିବା ପାଇଁ ଯେଉଁ ଚାହିଁଲେ ସେ ଗୋଟିଏ ଅଟୋ ରିକ୍ସା ବା ଟ୍ୟାକ୍ସି ବୁକ୍ କରିକି ସେଇ ହସ୍ପିଟାଲକୁ ପହଞ୍ଚିଲେ ଏବଂ ହସ୍ପିଟାଲକୁ ପହଞ୍ଚି ରାମାନୁଜନକୁ କହିଲେ ମୁଁ ଯେଉଁ ଟ୍ୟାକ୍ସିରେ ଆସିଲି ତାର ନମ୍ବର ଥିଲା 1729 ସଂଖ୍ୟାଟି ବଡ଼ ଟିକେ ଅଶୁଭ ପରିକା ମୋତେ ଲାଗୁଛି ଏଇଟା ଗୋଟିଏ କେମିତି ବିରକ୍ତିକର ଭଳି ଲାଗୁଛି ମୋତେ ଟିକେ କ'ଣ ଖରାପ ଲାଗୁଛି ଏଇ ନମ୍ବରଟା ଏମିତି କ'ଣ ପାଇଁ ହେଲା ତାଙ୍କ ମନକୁ ଏମିତି ଆସିଲା ସେଇଠୁ ସେ କହିଲେ କୌଣସି ଅଶୁଭ ସଂକେତ ନାହିଁ ତ ରାମାନୁଜନ ସେଇଠୁ ଉତ୍ତର ଦେଲେ କ'ଣ କହିଲେ ନାଇଁ ହାଡ଼ି ବାବୁ ଆଉ ଏଇଟା ନିହାତି ଭାବରେ ଗୋଟିଏ ବିରକ୍ତିକର ସଂଖ୍ୟା ବା ଅଶୁଭ ସଂଖ୍ୟା ନୁହେଁ ବରଂ ଏହି ସଂଖ୍ୟାଟି ଗୋଟିଏ ଚମତ୍କାର ସଂଖ୍ୟା ନା କେମିତି ଚମତ୍କାର ସଂଖ୍ୟା ସେ କହିଲେ ଏଇ ସଂଖ୍ୟା ହେଉଛି ସବୁଠାରୁ ସାନ ସଂଖ୍ୟା ଯାହାକୁ ଆମେ ଦୁଇଟି ଭିନ୍ନ ସଂଖ୍ୟାର ଘନଫଳର ସମଷ୍ଟି ଭାବେ ଅଲଗା ଅଲଗା ଉପାୟରେ ଲେଖିପାରିବା ମାନେ ପିଲେ ଏଇ ଯେଉଁ 1729 ରହିଲା ଏଇ 1729କୁ ଆମେ ଲେଖିପାରିବା 1ର କ୍ୟୁବ୍ ପ୍ଲସ୍ 12ର କ୍ୟୁବ୍ ମାନେ ପିଲେ ଆମେ ଯଦି କହିବା ପାଇଁ ଯିବା 1729 ହେଉଛି ସବୁଠାରୁ ଛୋଟ ସଂଖ୍ୟା ବା ସାନ ସଂଖ୍ୟା ଯାହାକୁ କି ଦୁଇଟି ଭିନ୍ନ ଭିନ୍ନ ସଂଖ୍ୟାର ଘନଫଳର ସମଷ୍ଟି ବା ଘନଫଳର ଯୋଗଫଳ ଆକାରରେ ଆମେ ଲେଖିପାରିବା ବୁଝିହେଲା ନା ପିଲେ ତେଣୁ ଏଇଟା ଗୋଟିଏ କୌଣସି ବିରକ୍ତିକର ସଂଖ୍ୟା ନୁହେଁ ତେଣୁ ସେହି ଦିନ ପାଖରୁ 1729କୁ କୁହାଗଲା ହାର୍ଡି ରାମାନୁଜନ ସଂଖ୍ୟା ବା ଟ୍ୟାକ୍ସି କ୍ୟାବ୍ ସଂଖ୍ୟା ବୋଲି କୁହାଗଲା ତେଣୁ ଆମର ଆନ୍ସର କ'ଣ ହେଇଯିବ ପିଲେ ଏକ ତ ଆମେ ଲେଖିବା ଟ୍ୟାକ୍ସି କ୍ୟାବ୍ କ'ଣ ପିଲେ ଟ୍ୟାକ୍ସି କ୍ୟାବ୍ ସଂଖ୍ୟା ନହେଲେ ଆମେ କହିପାରିବା ହାର୍ଡି ରାମାନୁଜନ ସଂଖ୍ୟା ବୁଝିପାରିଲ ନା 7 ନମ୍ବର ଦେଖ ଯେକୌଣସି ଅଯୁଗ୍ମ ସଂଖ୍ୟାର ଘନ ସର୍ବଦା ଡେସ୍ ପିଲାମାନେ ଗୋଟିଏ ଅଯୁଗ୍ମ ସଂଖ୍ୟା କହିଲ ଦେଖିବା 3ର ଯଦି ଆମେ ଘନ ବାହାର କରିବା 3 ଗୁଣନ 3 ଗୁଣନ 3 3 3 9 3 କେତେ ପିଲେ 27 ଆସିଲା ନା 27ଟା ଗୋଟିଏ କ'ଣ ଯୁଗ୍ମ ନା ଅଯୁଗ୍ମ ସଂଖ୍ୟା ସେମିତି ମନେକର ମୁଁ ନେବି 1ର କ୍ୟୁବ୍ 1 ଇଣ୍ଟୁ 1 ଇଣ୍ଟୁ 1 କେତେ ଆସିଗଲା 1 ଏଇଟା ମଧ୍ୟ ଅଯୁଗ୍ମ ସଂଖ୍ୟା ଏଇଠୁ ଆମେ ଜାଣିଲେ
ଯେକୌଣସି ଅଯୁଗ୍ମ ସଂଖ୍ୟାକୁ ଯଦି ଆମେ ତାର ବର୍ଗ ନିର୍ଣ୍ଣୟ କରିବା ପିଲେ ଘନ ନିର୍ଣ୍ଣୟ କରିବା ତେବେ ସେଇଟା ନିହାତି ଭାବରେ ଗୋଟିଏ ଅଯୁଗ୍ମ ସଂଖ୍ୟା ହିଁ ଆସିବ। ତେଣୁ ଆମର ଆନ୍ସର ଲେଖିବା ଅଯୁଗ୍ମ। ପିଲାମାନେ ଫଟାଫଟ ଲେଖିଦିଅ ଖାତାରେ ଅଯୁଗ୍ମ ସଂଖ୍ୟା ହୁଏ। ସେମିତି 100ର ଘନରେ ମୋଟ ଡେସ୍ଟି ଶୂନ୍ୟ ରହିବ। ପିଲାମାନେ କ'ଣ କହିଲା ଘନରେ? ଘନ ମାନେ କ'ଣ? ଆମେ ଗୋଟିଏ ସଂଖ୍ୟାକୁ 3 ଥର ଗୁଣନ କରିବା। ଯଦି 3 ଥର ଗୁଣନ କରୁଛେ ଶୂନ ଗୁଡ଼ିକ କ'ଣ ହେବ? ମନେକର ପିଲେ ଲେଖା ହେଇଛି 10। 10ର ଯଦି ଆମେ ବର୍ଗ ନିର୍ଣ୍ଣୟ କରିବା ତେବେ ଶୂନଟା ଡବଲ ହେଇଯିବ। କିନ୍ତୁ ଯଦି ଘନ ନିର୍ଣ୍ଣୟ କରୁଛେ 10ର କ୍ୟୁବ୍ 10 ଗୁଣନ 10 ଗୁଣନ 10 ତେବେ 1ରେ ଟୋଟାଲ କେତୋଟି ଶୂନ ଆସୁଛି? 3ଟି। କିନ୍ତୁ ପ୍ରଶ୍ନ ପଚାରିଛି 100ର ଘନରେ ଆମେ ଲେଖିବା 100। 100ର ଘନ ମାନେ ପିଲେ 100 ଗୁଣନ 100 ଗୁଣନ 100 ସମାନ 1ରେ ଟୋଟାଲ କେତୋଟି ଶୂନ ପିଲେ? 2 2 4 2 6 ତେବେ ଟୋଟାଲ 6ଟି ଶୂନ ଆସିଗଲା। ତେଣୁ ଆନ୍ସର ହେଇଯିବ 6ଟି। ବୁଝିହେଇଛି ତ ପିଲେ? ନେକ୍ସଟ ଦେଖ 8ର କ୍ୟୁବ୍ 8ର କ୍ୟୁବ୍ର ମୂଲ୍ୟ କେତେ? ଏଇଟା ପିଲେ ତୁମେମାନେ ଜାଣିଛ? କୁହ ଦେଖିବା। ଏଇଟା ମୋତେ କମେଣ୍ଟ ସେକ୍ସନରେ ଜଣାଅ। 8ର କ୍ୟୁବ୍ କେତେ ହେବ? 8 ଗୁଣନ 8 ଗୁଣନ 8 କେତେ ଆସିବ ପିଲେ? କମେଣ୍ଟ ବକ୍ସରେ ଜଣାଅ। ସେମିତି 10 ନମ୍ବର କହିଲା ପିଲେ ମୌଳିକ ଉତ୍ପାଦୀକରଣ ଶ୍ରେଣୀରେ ପୂର୍ଣ୍ଣଘନ ସଂଖ୍ୟାର ଗୁଣନୀୟକ ଗୁଡ଼ିକ ଡେସ୍ଟି ଲେଖାଏଁ ଏକାଠି ରୁହନ୍ତି। ପିଲାମାନେ ଟିକେ ଟିକେ ସ୍ପେଲିଂ ଭୁଲ ଅଛି। ମୁଁ ଜାଣେ ତୁମେମାନେ ସବୁ ସ୍ମାର୍ଟ ପିଲା, ଟିକେ ଆଡ଼ଜଷ୍ଟ କରିନେବ। ଏଇଠି କହିଲା ପିଲେ ଆମେ ଜାଣୁନା ଘନ କହିଲେ ଆମେ କ'ଣ ବୁଝୁ? ଘନ କହିଲେ ଆମେ ବୁଝୁ ସବୁବେଳେ ଟ୍ରିପଲେଟ୍ ବା ଗୋଟିଏ 3 ଜଣିଆ ଗ୍ୟାଙ୍ଗ। ଠିକ୍ ନା ନାହିଁ? ଆମେ କ'ଣ କହୁ? ଯଦି ବର୍ଗ ହେଲେ 2ଟିକୁ ନେଇକି ଆମେ ଯୋଡ଼ି ବନାଉ ଏବଂ ଘନ ହେଲେ 3ଟି କରି ଆମେ ଗ୍ରୁପ୍ ବନେଇଥାଉ। ତେଣୁ ଉତ୍ତର ହେଇଯିବ 3ଟି। ବୁଝିହେଇଛି ନା ପିଲେ? ଯେମିତିକି ଆମେ 1000ର ବା 10,000ର ଆମେ ଘନଫଳ କାଢ଼ୁ। ଯେତେବେଳେ ଆମେ ଘନଫଳ କାଢ଼ୁ ଆମେ 3ଟି ସଂଖ୍ୟାକୁ ନେଇକି ପେୟାର ବନେଇଥାଉ ବା ଯୋଡ଼ି ବନେଇଥାଉ ବା ଗ୍ରୁପ୍ ବନେଇଥାଉ। ତେଣୁକରି ଆନ୍ସର ଆସିବ 3। ଯଦି ଏଠି କହିଥାନ୍ତା ପୂର୍ଣ୍ଣବର୍ଗ ସଂଖ୍ୟାର ଗୁଣନୀୟକ ଗୁଡ଼ିକ ଡେସ୍ଟି ଲେଖାଏଁ ଏକାଠି ରୁହନ୍ତି ସେତେବେଳେ ଆମେ ଲିଖିଥାନ୍ତେ 2ଟି କରି ଏକାଠି ରୁହନ୍ତି। ବୁଝିହେଇଛି ନା ପିଲେ? ସେମିତି 11 ନମ୍ବର ଦେଖ କ୍ରମିକ 2ଟି ତ୍ରିଭୁଜାକାର ସଂଖ୍ୟା 6 ଏବଂ 10ର ଯୋଗଫଳ କେତେ? ପିଲାମାନେ 6 ଆଉ 10ର ଯୋଗଫଳ କେତେ? 6 + 10 = 16। କିନ୍ତୁ ଆମେ ଜାଣିବା ଏଇ ତ୍ରିଭୁଜାକାର ସଂଖ୍ୟା କ'ଣ? ମନେକର ପିଲେ ମୁଁ 1 ନେଲି, 1 ବଦଳରେ ମୁଁ ଗୋଟିଏ ଡଟ୍ ନେଲି। ଗୋଟିଏ ଡଟ୍ ନେଇକି ମୁଁ ତ୍ରିଭୁଜ ବନେଇ ପାରିବି, କିନ୍ତୁ 2ଟି ଡଟ୍ ନେଇକି ପାରିବି କି? ନାଇଁ, ଏଇଟା ଗୋଟିଏ ଆୟତ ଚିତ୍ର ହେଇଯିବ। ତେବେ ଆଉ କେତୋଟି ନେଲେ ମୁଁ ତ୍ରିଭୁଜ ବନେଇ ପାରିବି? 3ଟି। ଏମିତି କରିକି ମୁଁ ତ୍ରିଭୁଜ ବନେଇ ପାରିବି। ତାପରେ କେତୋଟି ବନେଇବି? 1 2 3 4 5 6। ଏଇଟା ଗୋଟିଏ ତ୍ରିଭୁଜାକାର ସଂଖ୍ୟା। ମାନେ 1 ପରେ ଆସିଲା 3, ତାପରେ ଆସିଲା 6। ସେମିତି 6ର ପରବର୍ତ୍ତୀ ତ୍ରିଭୁଜାକାର ସଂଖ୍ୟା ଆସିବ 10 ଏବଂ ଏହି ଦୁଇଟିର ଯୋଗଫଳ କେତେ ପିଲେ? 6 + 10 କେତେ ଆସିଲା? 16। ତେବେ ପିଲାମାନେ ଫଟାଫଟ ଆନ୍ସର ଲେଖିଦିଅ 16, ଯାହାକି ଗୋଟିଏ ବର୍ଗ ସଂଖ୍ୟା। 12 ନମ୍ବର କହିଲା 11ର ବର୍ଗ ଏବଂ 12ର ବର୍ଗ ମଧ୍ୟରେ ମୋଟ ଡେସ୍ଟି ସ୍ୱାଭାବିକ ସଂଖ୍ୟା ଅଛି। ପିଲାମାନେ ଆମେ କ'ଣ କରିବା? 11ର ବର୍ଗ ନିର୍ଣ୍ଣୟ କରିବା 121, 12ର ବର୍ଗ ନିର୍ଣ୍ଣୟ କରିବା 144, ତାପରେ ମଝିରେ ଦେଖିବା କେତୋଟି ସଂଖ୍ୟା ଅଛି। ଏମିତି କରିବା କି? ନାଇଁ, ଆମେ ପୁଣି ଥରେ ଗୋଟିଏ ସ୍ମାର୍ଟ ଟ୍ରିକ୍ କରିବା ନା ପିଲେ? ଦେଖ କ'ଣ କରିବ। ତୁମେ କ'ଣ କରିବ? ସେ ପଚାରିଛି 11ର ବର୍ଗ ଏବଂ 12ର ବର୍ଗ ମଧ୍ୟରେ କେତୋଟି ସଂଖ୍ୟା ଅଛି। ଆମେ କରିବା ଏଇଠି ଯେଉଁ 11 ଲେଖା ହେଇଛି ଜଷ୍ଟ ଏଇଠି 2 ଗୁଣନ କରିଦେବା। 11 ଦୁଣେ କେତେ ପିଲେ? 22। ତେଣୁ 22ଟି ସଂଖ୍ୟା ଅଛି। ସେମିତି ଯଦି ପଚାରେ 12ର ବର୍ଗ ଏବଂ 13ର ବର୍ଗ ମଧ୍ୟରେ କେତୋଟି ସଂଖ୍ୟା ଅଛି, ଆମେ କ'ଣ କରିବା? ଏଇ ଯେଉଁ ପ୍ରଥମ ସଂଖ୍ୟାଟି ଅଛି 12ରେ ଆମେ 2 ଗୁଣନ କରିଦେବା। କେତୋଟି ସଂଖ୍ୟା ଅଛି? 24ଟି। ବୁଝିପାରିଲ ନା ପିଲେ? ମଜା ଆସୁଛି ତ? ନେକ୍ସଟ ଦେଖ nତମ ଅଯୁଗ୍ମ ସଂଖ୍ୟା ବାହାର କରିବାର ସୂତ୍ର ହେଉଛି, ତେବେ ପିଲାମାନେ ଏଇଠି ଲେଖିଦେବା ଆମେ କେତୋଟି? 22ଟି। ଠିକ୍ ନା? nତମ ଅଯୁଗ୍ମ ସଂଖ୍ୟା ବାହାର କରିବାର ସୂତ୍ର ହେଉଛି, ପିଲାମାନେ ଏଇଟା ଟିକିଏ ମନେ ରଖିବା ପାଇଁ ପଡ଼ିବ। nତମ ଅଯୁଗ୍ମ ସଂଖ୍ୟା ବାହାର କରିବାର ସୂତ୍ର ହେଉଛି 2n + 1 ବା 2n - 1। କେମିତି ହେଲା? ଆମେ ଜାଣୁ
ଯୁଗ୍ମ ସଂଖ୍ୟାଗୁଡ଼ିକୁ 2n ଆକାରରେ ଲେଖାଯାଏ। ଏଇଠି ଯଦି ଆମେ n ସ୍ଥାନରେ 0, 1, 2, 3 ପକାଇବା, ଏଇଟା କ'ଣ ହେବ? ଗୋଟିଏ ସବୁବେଳେ ଯୁଗ୍ମ ସଂଖ୍ୟା ପାଇବା। ଏବଂ ସେଇଠୁ ଯଦି ଆମେ +1 କିମ୍ବା -1 କରିବା, ସବୁବେଳେ ଗୋଟିଏ ଅଯୁଗ୍ମ ସଂଖ୍ୟା ପାଇବା ନା ପିଲେ? ମନେକର ଅଛି 2n। n ସ୍ଥାନରେ ମନେକର ମୁଁ ପକାଇଲି 3, ତେବେ 2 ଗୁଣନ 3 କେତେ ଆସିଗଲା? 6। ଏଇଠି ଯଦି ମୁଁ +1 କଲି କେତେ ଆସିବ? 7। ଯଦି -1 କଲି କେତେ ଆସିବ? 5। ତେଣୁ ମୁଁ କହିପାରିବି ଅଯୁଗ୍ମ ସଂଖ୍ୟାକୁ ପରିପ୍ରକାଶ କରିବା ପାଇଁ ସୂତ୍ରଟି ହେଉଛି 2n + 1 ବା 2n - 1। ତେଣୁ ଆମେ ଲେଖିପାରିବା 2n + -1। +1 ମଧ୍ୟ କରିପାରିବା, -1 ମଧ୍ୟ କରିପାରିବା। ବୁଝିପାରିଲ ନା ପିଲେ? ସେମିତି ନେକ୍ସଟ କ୍ୱେଶ୍ଚନ୍ ଦେଖ। 400ର ବର୍ଗମୂଳ ଡ୍ୟାଶ୍ ଅଟେ? କେତେ ପିଲେ? 400ର ବର୍ଗମୂଳ ହେଲା 20। ସେମିତି 15 ନମ୍ବର କହିଲା 1ରୁ 100 ମଧ୍ୟରେ ମୋଟ ଡ୍ୟାଶ୍ଟି ପୂର୍ଣ୍ଣବର୍ଗ ସଂଖ୍ୟା ଅଛି। ପିଲାମାନେ ଗୋଟିଏ କାମ କରିବ, ତୁମେ 1ରୁ ଅତି କମ୍ରେ 20 ପର୍ଯ୍ୟନ୍ତ ବର୍ଗଗୁଡ଼ିକ ମନେ ରଖିବ ଏବଂ 1ରୁ 10 ପର୍ଯ୍ୟନ୍ତ ଘନ, ଯାହାଦ୍ୱାରା ପ୍ରଶ୍ନଗୁଡ଼ିକୁ ସମାଧାନ କରିବା ପାଇଁ ତୁମକୁ ସହଜ ଲାଗିବ। ତେବେ 15 ନମ୍ବର କହିଲା 1ରୁ 100 ମଧ୍ୟରେ ମୋଟ ଡ୍ୟାଶ୍ଟି ପୂର୍ଣ୍ଣବର୍ଗ ସଂଖ୍ୟା ଅଛି। ପିଲାମାନେ ଆମେ ଦେଖିବା, ସାଧାରଣତଃ ମନେ ରଖିଦିଅ 1ରୁ 100 ମଧ୍ୟରେ ଯଦି ପରୀକ୍ଷାରେ ପଡ଼େ ତୁମେ 10ଟି ବୋଲି ଲେଖିବ, କିନ୍ତୁ ପ୍ରକୃତରେ 10ଟି ହେଉଛି କି ନାହିଁ ଆମେ ଏବେ ଦେଖିବା। 1ର ବର୍ଗ କେତେ ପିଲେ? 1। 2ର ବର୍ଗ 4, 3 3 9, 4 ଚଉକ 16, 5 ପଞ୍ଚାଙ୍ଗ 25, 6 ଶହ 36, 7 ଶତାଙ୍ଗ 49, 8 ଅଷ୍ଟାଙ୍ଗ 64, 9 9 81, 10 10 100। ପିଲାମାନେ ଲକ୍ଷ୍ୟ କର, ଯେହେତୁ ଏଇଠି କହିଛି ମଧ୍ୟରେ, ତେଣୁ ଦେଖ ଏଇଟା ତ ଆମର ମୂଳ ସଂଖ୍ୟା, ଏଇଟା ମଧ୍ୟ ମୂଳ ସଂଖ୍ୟା। ଏଇଟାର ମଧ୍ୟରେ ଏପଟେ ରହିଲା 4ଟି, ଏପଟେ ରହିଲା 4ଟି, ଟୋଟାଲ କେତୋଟି ପିଲେ? 8ଟି ପୂର୍ଣ୍ଣବର୍ଗ ସଂଖ୍ୟା ଅଛି, ଠିକ୍ ନା ନାହିଁ? କିନ୍ତୁ ସ୍କୁଲ ହିସାବରେ ଏଇଟା ପିଲେ ଟିକିଏ ଯଦି ଆମେ ଏଡ଼ଭାନ୍ସ ଯିବା, ମାନେ ଟିକେ ବେଶୀ ଭାବିବା, ତେବେ 8ଟି ହେବ ଆନ୍ସର। କିନ୍ତୁ ସ୍କୁଲ ପରୀକ୍ଷା ଗୁଡ଼ିକରେ 10ଟି ହିଁ ହେବ ଆନ୍ସର। ଜାଣିପାରିଲ ନା? ହଁ, ଯଦି ତୁମର ସ୍କୁଲର ଶିକ୍ଷକମାନେ କହିଲେ ଯେ ତୁମେ 8ଟି ଲେଖିବ, ତେବେ ଯାଇକି ଆମେ ଠିକ୍ କରିବା, ତେବେ ନିହାତି ଭାବରେ 8ଟି ଲେଖିବ, କିନ୍ତୁ ଜେନେରାଲି 10ଟି ବୋଲି ଧରାଯାଏ। ବୁଝିପାରିଲ ନା ପିଲେ? ତୁମର ସାର୍ଙ୍କ ଅନୁସାରେ ଲେଖିଦେବ। ଆଉ ନେକ୍ସଟ ଦେଖ, ତେବେ କ'ଣ କରିବା ଆମେ? ଠିକ୍ ବା ଭୁଲ ଜଣାଅ। ଆମେ ଲେଖିବା ଟ୍ରୁ ଅର୍ ଫଲ୍ସ। 38 ଏକ ପୂର୍ଣ୍ଣବର୍ଗ ସଂଖ୍ୟା। ପିଲାମାନେ 5ର ବର୍ଗ କେତେ? 5ର ବର୍ଗ ହେଉଛି 25। 6ର ବର୍ଗ କେତେ? 6ର ବର୍ଗ ହେଉଛି 36। 7ର ବର୍ଗ କେତେ? 7ର ବର୍ଗ ହେଉଛି 49। ତେବେ 36 ଏବଂ 49 ମଧ୍ୟରେ ହିଁ ଅଛି 38, ଠିକ୍ ନା ନାହିଁ? ତେବେ 38ଟା ଗୋଟିଏ ପୂର୍ଣ୍ଣବର୍ଗ ସଂଖ୍ୟା କି? ନାହିଁ ନା। ତେଣୁ ଆମେ ଲେଖିବା ଏଇଟା ହେଉଛି ଫଲ୍ସ। ଏଫ୍ ଲେଖିବା ବା ଭୁଲ ବୋଲି ଚିହ୍ନ ଦେବା। 250ର ଶେଷରେ ଗୋଟିଏ ଶୂନ ଥିବାରୁ ଏହା ଏକ ବର୍ଗ ସଂଖ୍ୟା ହୋଇପାରିବ ନାହିଁ। ପିଲାମାନେ ଏଇଟା ପୁରାପୁରି ଭାବରେ ଠିକ୍ କହିଛି, କାରଣ ଆମେ ଜାଣୁ ପୂର୍ଣ୍ଣବର୍ଗ ସଂଖ୍ୟାର ଶେଷରେ ସବୁବେଳେ ଯୁଗ୍ମ ସଂଖ୍ୟକ ଶୂନ ଥାଏ। ମନେ ପଡ଼ୁଛି ନା ପିଲେ? ତେଣୁ ଏଇଟା ହେଇଯିବ, କ'ଣ ଲେଖିବା? ଠିକ୍ ବା ଆମେ ଲେଖିବା ଟ୍ରୁ। 3 ନମ୍ବର କହିଲା ଯେଉଁ ସଂଖ୍ୟାର ଏକକ ଅଙ୍କ 4 ବା 6 ଥାଏ, ତାହାର ବର୍ଗ ଏକକ ଅଙ୍କ 6 ହୁଏ। ଆଉ ଥରେ ପିଲେ କ'ଣ କହିଲା ଶୁଣ, ଯେଉଁ ସଂଖ୍ୟାର ଏକକ ଅଙ୍କ 4 ବା 6 ଥାଏ, ତାହାର ବର୍ଗର ଏକକ ଅଙ୍କ 6 ହୁଏ। ପୁରାପୁରି ଠିକ୍। କେମିତି? 4ର ବର୍ଗ ଯଦି ଆମେ କାଲକୁଲେଟ୍ କରିବା 16, ଏକକ ଅଙ୍କ 6। 6ର ବର୍ଗ ଯଦି କାଲକୁଲେଟ୍ କରିବା 636, ଏକକ ଅଙ୍କ 6। ଏପଟେ ଯେତେ ଥାଉ ସେଇ ଏକକ ଅଙ୍କ କ'ଣ ଆସିବ? 6 ହିଁ ଆସିବ। ତେଣୁ ଏଇଟା ମଧ୍ୟ ଠିକ୍ ଦେଇଛି ବା ଟ୍ରୁ ବୋଲି ଲେଖିବା। ବୁଝି ହେଉଛି ନା ପିଲେ? 4 ନମ୍ବର କହିଲା ପିଲେ 20ର ବର୍ଗ ଏବଂ 21ର ବର୍ଗ ମଧ୍ୟରେ ମୋଟ 40ଟି ସ୍ୱାଭାବିକ ସଂଖ୍ୟା ରହିଛି। ଆମେ ଜାଣିଛୁ ଏଇଟା 20ର ବର୍ଗ ଏବଂ 21ର ବର୍ଗ। ପ୍ରଥମେ ଯେଉଁ ସଂଖ୍ୟାଟି ଥିବ ସେଇଠି ଆମେ 2 ଗୁଣନ କରିଦେବା। 20 ଦୁଣେ 40। ଠିକ୍ କହିଛି ପିଲେ, 40ଟି ସ୍ୱାଭାବିକ ସଂଖ୍ୟା ରହିଛି, ତେଣୁ ଏଇଟା ଠିକ୍। 5 ନମ୍ବର କହିଲା କୌଣସି ଘନ ସଂଖ୍ୟାର ଶେଷ ଅଙ୍କ 2 ହୋଇପାରିବ ନାହିଁ। ପିଲାମାନେ ଆଉ ଥରେ ବୁଝ, କୌଣସି ଘନ ସଂଖ୍ୟାର ଶେଷ ଅଙ୍କ, ମନେକର ଆମେ 1ର ଘନ ବାହାର କରିବା, କେତେ ହେଇଯିବ? 1। 2ର ଘନ 2 ଦୁଣେ 4 ଦୁଣେ 8। 3ର ଘନ 3 3 9 3 27। 4ର ଘନ
4 ଗୁଣନ 4 ଗୁଣନ 4 କେତେ ଆସିଲା ପିଲେ 64। କିନ୍ତୁ ଆମେ ଯଦି ଦେଖିବା 8ର ଘନ, 8ର ଘନ ଆସିବ ପିଲେ କେତେ 512, ଯାହାର ଏକକ ଅଙ୍କରେ 2 ଅଛି। କିନ୍ତୁ ଏ କ'ଣ କହିଛି କୌଣସି ଘନ ସଂଖ୍ୟାର ଶେଷ ଅଙ୍କ 2 ହୋଇପାରିବ ନାହିଁ, ଯାହାକି ଭୁଲ କହିଛି, କାରଣ 8ର ଘନରେ ଶେଷ ଅଙ୍କ 2 ଆସୁଛି। 3001 ପୂର୍ଣ୍ଣ ଘନ ସଂଖ୍ୟା, ଏଇଟା ପୁରାପୁରି ଭୁଲ ପିଲେ। କ'ଣ ପାଇଁ? ଏଇଠି 3ଟି ଶୂନ ଅଛି, ଆମେ ଶୂନକୁ ଦେଖି ମଧ୍ୟ କହିଦେଇପାରିବା ଭୁଲ ଅଛି। 216ର ଘନମୂଳ ହେଉଛି 6, ପିଲାମାନେ ଏଇଟା ଠିକ୍ ଅଛି। ଆମେ ଯଦି 216ର ଘନମୂଳ ବାହାର କରିବା, ମନେକର ପିଲେ 6, 6 3 18, 636, ପୁଣି ଆସିଲା 636। 3ଟି ସଂଖ୍ୟାକୁ ନେଇକି ପେୟାର ବନାଉ, ତେଣୁ ଆସିଗଲା ଗୋଟିଏ 6, ଘନମୂଳ ହେଉଛି 6। ତାପରେ କହିଲା ପିଲେ 99 ଏକ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଏବଂ ଏହାର ଘନ ଏକ 6 ଅଙ୍କ ବିଶିଷ୍ଟ ସଂଖ୍ୟା ହେବ। ତେବେ ଏଇଟା ଟ୍ରୁ ନା ଫଲ୍ସ? ପିଲାମାନେ ଆମେ ଯଦି ଲକ୍ଷ୍ୟ କରିବା 90କୁ, 90ର ଘନ ଯଦି କାଢ଼ୁଛେ କେତେ ଆସୁଛି 90 ଗୁଣନ 90 ଗୁଣନ 90 ଆସୁଛି 729 0 0 0, 9 ଗୁଣନ 9 ଗୁଣନ 729 ଏବଂ 3ଟି ଶୂନ ରହିବ। 90ର ଘନ କଲେ ଯଦି 6 ଅଙ୍କ ବିଶିଷ୍ଟ ଆସୁଛି, 99ର ଘନ କରିଲେ କାହିଁକି ଆସିବନି? ତେଣୁ ଏଇଟା ମଧ୍ୟ 6 ଅଙ୍କ ବିଶିଷ୍ଟ ସଂଖ୍ୟା ହେବ, ତେଣୁ ଏଇଟା ଠିକ୍ ଅଛି। ପିଲାମାନେ ଯଦି ଆମେ ଅନ୍ୟ ଉପାୟରେ ଦେଖିବାକୁ ଯିବା, 99 ପରେ କେତେ ଆସେ 100 ଆସେ, ଠିକ୍ ନା ନାହିଁ? ଆଉ ଆମେ ଯଦି 100ର ଘନ କାଢ଼ିବା ତେବେ କେତେ ଆସୁଛି 1ରେ 1 2 3 4 5 6, 6ଟି ଶୂନ, ମାନେ 7 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଆସୁଛି। ଯଦି 7 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଆସୁଛି, ଏଇଟାର ପୂର୍ବ ସଂଖ୍ୟାଟି 6 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା, ମାନେ 9 9 9 9 9 9, ଏଇଟା ଯଦି 6 ଅଙ୍କ ବିଶିଷ୍ଟ ସଂଖ୍ୟା, ତେବେ 99ର ଘନ କାହିଁକି 6 ଅଙ୍କ ବିଶିଷ୍ଟ ସଂଖ୍ୟା ଆସିବନି? ଆସିବ ନା, ତେଣୁ ଏଇଟା ଠିକ୍ ଅଛି। 9 ନମ୍ବର ପିଲେ 441ର ବର୍ଗମୂଳ 21, ଠିକ୍ ଅଛି। 1331ର ଘନମୂଳ 11, ଆମେ ଯଦି 11କୁ 3 ଥର ଗୁଣନ କରିବା ନିହାତି ଭାବରେ 1331 ଆସିବ। ଆମେ କେମିତି ଜାଣିବା? ଆମେ କ'ଣ କରିବା 1331କୁ କାଟିବା, 11ରେ କାଟିବା 121 ଆସିବ, ପୁଣି 11ରେ କାଟିଲେ 11 ଆସିବ। ଏଇ 3ଟି 11ରୁ ଗୋଟିଏ 11 ବାହାରିଯିବ, ଯେଉଁଟାକି ଆମର ଘନମୂଳ ଆସିବ। 11 ନମ୍ବର କହିଲା ଗୋଟିଏ ପୂର୍ଣ୍ଣବର୍ଗ ସଂଖ୍ୟାରୁ କ୍ରମାଗତ ଭାବରେ ଅଯୁଗ୍ମ ସଂଖ୍ୟା ବିୟୋଗ କଲେ ଶେଷରେ 0 ମିଳେ। ପିଲାମାନେ ମନେକର ଆମେ ଗୋଟିଏ ପୂର୍ଣ୍ଣବର୍ଗ ସଂଖ୍ୟା ନେବା, ମନେକର 9, 9ରୁ ପ୍ରଥମ ଅଯୁଗ୍ମ ସଂଖ୍ୟାଟି ବିୟୋଗ କରିବା। ପ୍ରଥମ ଅଯୁଗ୍ମ ସଂଖ୍ୟାଟି ହେଉଛି 1, 9ରୁ 1 ଗଲେ କେତେ ପିଲେ 8। ତାପରେ ଦ୍ୱିତୀୟ ଅଯୁଗ୍ମ ସଂଖ୍ୟାଟି 1 ପରେ ଆସେ 3, ତେଣୁ 8 - 3 ହେଇଗଲା 5। ତାପରେ ତୃତୀୟ ଅଯୁଗ୍ମ ସଂଖ୍ୟାଟି ବିୟୋଗ କରିବା 5, ତେବେ 5 - 5 କେତେ ଆସିଗଲା ପିଲେ 0, ଯାହାକି ସେ କହିଥିଲା ମଧ୍ୟ, ତେଣୁ ଏଇଟା ଠିକ୍ ଅଛି। ଶେଷରେ ଆମକୁ 0 ମିଳିଲା। ସେମିତି 12 ନମ୍ବର କହିଲା ଦୁଇଟି ଅଯୁଗ୍ମ ସଂଖ୍ୟାର ଗୁଣଫଳ ସର୍ବଦା ବର୍ଗ ସଂଖ୍ୟା ହୋଇଥାଏ। ଦେଖିବା, ମନେକର 3 ଗୋଟିଏ ଅଯୁଗ୍ମ ସଂଖ୍ୟା ଏବଂ 7 ଗୋଟିଏ ଅଯୁଗ୍ମ ସଂଖ୍ୟା, ତେବେ 3 ଶତାଂଶ କେତେ ପିଲେ 21, ଏଇଟା ଗୋଟିଏ ବର୍ଗ ସଂଖ୍ୟା କି ନାହିଁ ନା, ତେଣୁ ଏଇଟା ଭୁଲ ଦେଇଛି। ସେମିତି 13 ନମ୍ବର କହିଲା 1ର ଘନ ପ୍ଲସ୍ 2ର ଘନ ପ୍ଲସ୍ 3ର ଘନର ଯୋଗଫଳ ଏକ ପୂର୍ଣ୍ଣ ବର୍ଗ ସଂଖ୍ୟା ଅଟେ। ଦେଖିବା, 1ର ଘନ ହେଉଛି 1, 2ର ଘନ କେତେ ପିଲେ 2 ଦୁଣେ 4 ଦୁଣେ 8 ଏବଂ 3ର ଘନ ହେଉଛି 3 3 9 3 27, ଏଠି ଆସିଲା 9, ଏଠି ଆସିଲା 27, କେତେ ହେଇଯିବ ପିଲେ 36, ଯାହାକି ଗୋଟିଏ ବର୍ଗ ସଂଖ୍ୟା ବା ପୂର୍ଣ୍ଣ ବର୍ଗ ସଂଖ୍ୟା, ତେଣୁ ଏଇଟା ଠିକ୍ ଅଛି। 14 ନମ୍ବର କହିଲା ପିଲେ ବର୍ଗ ସଂଖ୍ୟା ଗୁଡ଼ିକର ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ଥାଏ। ମନେକର ଆମେ ଦେଖିବା 16 ଗୋଟିଏ ବର୍ଗ ସଂଖ୍ୟା, ଆମେ 16ର ଗୁଣନୀୟକ ଗୁଡ଼ିକ ଲେଖିବା କେତେ କେତେ ପିଲେ 1 2 4 8 ଆଉ 16, ତେବେ 1 2 3 4 5 କେତୋଟି ଆସିଲା 5ଟି, ଏବଂ ଏଇଟା ଗୋଟିଏ ଅଯୁଗ୍ମ ସଂଖ୍ୟା, ତେଣୁ ଏଇଟା ଠିକ୍ କହିଛି, ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ଅଛି। ସେମିତି 15 ନମ୍ବର କହିଲା ବାବିଲୋନୀୟ ମାନେ ପ୍ରଥମେ ବର୍ଗ ଓ ଘନର ତାଲିକା ପ୍ରସ୍ତୁତ କରିଥିଲେ ବା ବର୍ଗ ଓ ଘନ ସଂଖ୍ୟାର ତାଲିକା ପ୍ରସ୍ତୁତ କରିଥିଲେ। ପିଲାମାନେ ପ୍ରଥମେ ଜାଣ, ଏଇ ଯେଉଁ ବାବିଲୋନୀୟ କହିଲା, ବାବିଲୋନୀୟ ମାନେ କ'ଣ? ଆଜିଠାରୁ ପ୍ରାୟ ପାଖାପାଖି ବହୁତ ବର୍ଷ ପୂର୍ବେ ଯେତେବେଳେ କାହା ପାଖରେ କାଲକୁଲେଟର ନଥିଲା, ସେତେବେଳେ ବାବିଲୋନ ଦେଶର ଲୋକମାନେ ବର୍ଗମୂଳ ବାହାର କରିବା ପାଇଁ ଗୋଟିଏ ଭଲ ଟ୍ରିକ୍ ସେମାନେ ବ୍ୟବହାର କରୁଥିଲେ। ତାକୁ ସେମାନେ
ବାବିଲୋନିଆନ୍ ଟ୍ରିକ୍ ବୋଲି ବା ବାବିଲୋନିଆନ୍ ମେଥଡ଼ ବୋଲି କହୁଥିଲେ। ତେଣୁ ଏଇଟା ବି ଠିକ୍ ଅଛି, ମନେ ରଖିଦେବ ପିଲେ। ନେକ୍ସଟ ଦେଖିବା ତେବେ। ଗୋଟିଏ ଶବ୍ଦ ବା ସଂଖ୍ୟାରେ ଉତ୍ତର ଦିଅ। ପ୍ରଥମ ପ୍ରଶ୍ନ କହିଲା 196ର ବର୍ଗମୂଳ କେତେ? 196ର ବର୍ଗମୂଳ କେତେ ପିଲେ? 14। ଆଉ ଆମେ ଜାଣିଛୁ 169ର ବର୍ଗମୂଳ ହେଉଛି 13। ମନେ ଅଛି ତ ପିଲେ? ନେକ୍ସଟ ଦେଖ, ଯେଉଁ ସଂଖ୍ୟାର ଏକକ ଅଙ୍କ ନଥାଏ ତାର ବର୍ଗର ଏକକ ଅଙ୍କ କ'ଣ ହେବ? ମନେକର ପିଲେ 9। 9ର ବର୍ଗ ଯଦି ବାହାର କରିବା ଏକକ ଅଙ୍କ କେତେ ହେବ? 1। 9 9 81। ଯଦି 29ର ବର୍ଗ ନିର୍ଣ୍ଣୟ କରିବା ତେବେ ମଧ୍ୟ ଏକକ ଅଙ୍କ କେତେ ଆସିବ? 1 ଆସିବ। ତେଣୁ ଆମର ଉତ୍ତର ହେଇଗଲା 1। ଲେଖିଦିଅ ପିଲେ ଫଟାଫଟ ଖାତାରେ। 3 ନମ୍ବର କହିଲା 5 ସେଣ୍ଟିମିଟର ବାହୁ ବିଶିଷ୍ଟ ଏକ ସମାନ୍ତର ଘନଫଳ କେତେ? 5 ସେଣ୍ଟିମିଟର ବାହୁ ବିଶିଷ୍ଟ ଏକ ସମାନ୍ତର ଘନଫଳ। ଘନଫଳ ମାନେ ପିଲେ କ'ଣ? ଗୋଟିଏ ସଂଖ୍ୟାକୁ 3 ଥର ଗୁଣନ କରିବା। ତେଣୁ 5 ଗୁଣନ 5 ଗୁଣନ 5 କେତେ ହେଇଯିବ ପିଲେ? 125। ବୁଝିହେଲା ନା? 1 7 2 9ର ଦୁଇଟି ଘନର ଯୋଗଫଳ ରୂପ ଲେଖ। ପିଲାମାନେ ଏଇଟାକୁ ଆମେ କ'ଣ କହୁଥିଲେ? ଟ୍ୟାକ୍ସିକେପ୍ ସଂଖ୍ୟା, ଯାହାକି 1ର ବର୍ଗ ଏବଂ 12ର ବର୍ଗ, ସରି ପିଲେ ବର୍ଗ ନୁହେଁ ଘନ, 1ର ଘନ ଏବଂ 12ର ଘନର ଯୋଗଫଳ ସହିତ ସମାନ ହେଉଥିଲା। 5 ନମ୍ବର କହିଲା ପିଲେ 156 ଗୋଟିଏ ପୂର୍ଣ୍ଣବର୍ଗ ସଂଖ୍ୟା କି? ଆମେ ଜାଣିଛୁ 12ର ବର୍ଗ କେତେ? 144। 13ର ବର୍ଗ କେତେ? 169 ଏବଂ ଯେଉଁ 156 ଦେଇଛି ଏଇଟା ଏଇ ଦୁଇଟି ସଂଖ୍ୟା ମଧ୍ୟରେ ଆସୁଛି। ଯେହେତୁ ଏଇଟା 12ର ବର୍ଗ, ଏଇଟା 13ର ବର୍ଗ, ଏଇ ଦୁଇ ଜଣଙ୍କ ମଧ୍ୟରେ କିଛି ବର୍ଗ ସଂଖ୍ୟା ନାହିଁ, ତେଣୁ ଏହା ପୂର୍ଣ୍ଣବର୍ଗ ସଂଖ୍ୟା ହୋଇପାରିବ ନାହିଁ। 6 ନମ୍ବର କହିଲା 90ର ବର୍ଗରେ କେତୋଟି ଶୂନ ରହିବ? 90 ଗୁଣନ 90 କରିବା। ଆମେ ଜାଣିଛୁ ଦୁଇଟା ଶୂନ ଗୁଣନ ହେଇଗଲେ ଦୁଇଟି ଶୂନ ଆସିଯିବ, ତେବେ ଆନ୍ସର ଆସିବ 2ଟି ଶୂନ ରହିବ। 7 ନମ୍ବର କହିଲା ପିଲେ 10,000ର ମୂଲ୍ୟ। ମୂଲ୍ୟ ମାନେ ପିଲେ ବର୍ଗମୂଳ ପଚାରିଛି। 10,000ର ବର୍ଗମୂଳ କେତେ? ଆମେ ଜାଣିଛୁ ଯେହେତୁ 4ଟି ଶୂନ ଅଛି ତେଣୁ 2ଟି ଶୂନ ହେଇଯିବ ଯେତେବେଳେ ବର୍ଗମୂଳ ଆସିବ। ତେଣୁ 100ର ବର୍ଗ ହେଲା 10,000 ବା 10,000ର ବର୍ଗମୂଳ ହେଇଯିବ 100। 8 ନମ୍ବର କହିଲା 64ର ବର୍ଗମୂଳ ଏବଂ ଘନମୂଳର ଯୋଗଫଳ କେତେ? 64ର ବର୍ଗମୂଳ କେତେ ପିଲେ? 8 ଗୁଣନ 8 64 ହୁଏ, ତେଣୁ ବର୍ଗମୂଳ ହେଲା 8 ଏବଂ ଘନମୂଳ 4 ଗୁଣନ 4 ଗୁଣନ 4 କଲେ 64 ହୁଏ, ତେଣୁ ଘନମୂଳ ଆସିବ 4। ତେବେ 8 ଆଉ 4କୁ ଯୋଗ କଲେ କେତେ ହେବ ପିଲେ? 12। ତେଣୁ 12 ହେଇଯିବ ଆମର ରାଇଟ୍ ଆନ୍ସର। ବୁଝି ହେଉଛି ନା ପିଲେ? 729 କେଉଁ ସଂଖ୍ୟାର ଘନ ଅଟେ? ପିଲାମାନେ ଆନ୍ସର ହେବ 9, କାରଣ 9 × 9 × 9 729 ହୁଏ। 9 9 81 ଏବଂ 9 9 କେ 9 9 72 729। ବୁଝିହେଲା ନା ପିଲେ? 10 ନମ୍ବର କହିଲା ପିଲେ 36ତମ ଅଯୁଗ୍ମ ସଂଖ୍ୟାଟି କେତେ? ଆମେ ଯଦି ଅଯୁଗ୍ମ ସଂଖ୍ୟା ଗୁଡ଼ିକୁ ଲେଖିବା, ପ୍ରଥମ ଅଯୁଗ୍ମ ସଂଖ୍ୟାଟି 1 3 5 7 9 11 13 15 17 19, ସେମିତି ଏଠି ଆସିବ 29, ଏଠି ରହିବ 29 ଆସିବ। ପୁଣି ଏଠି 4ଟି, ତାପରେ ଆସିବ 39, ତାପରେ 49, ତାପରେ 59, ଏମିତି ଆସିବ ନା ପିଲେ? ଏଇଠି ଆସିଲା 5ଟି, ଏଇଠି ଆସିଲା 5ଟି, 5 5 10 5 15 5 20 5 25 5 30, 30 ପରେ ଆସିବ 35, ମାନେ ପିଲେ 59 ପରେ ଆସିଲା 69। 69ଟା ହେଇଯିବ ଆମର 35ତମ ଅଯୁଗ୍ମ ସଂଖ୍ୟା। ତେବେ 36ତମ ଅଯୁଗ୍ମ ସଂଖ୍ୟାଟି କେତେ ଆସିବ? 69 70 71। ଠିକ୍ ନା ନାହିଁ ପିଲେ? ତେଣୁ 71ଟା ହେଇଯିବ ଆମର 36ତମ ଅଯୁଗ୍ମ ସଂଖ୍ୟା। ବୁଝି ହେଇଛି ନା ପିଲେ? 11 ନମ୍ବରକୁ ଆସ। କେଉଁ ସଂଖ୍ୟାକୁ ତା ନିଜ ସହ ଗୁଣିଲେ 324 ମିଳିବ? ଇନଡାଇରେକ୍ଟଲି କହିଛି ପିଲେ 324ର ବର୍ଗମୂଳ କେତେ? ବା କେଉଁ ଦୁଇଟି ସଂଖ୍ୟାକୁ ଗୁଣନ କଲେ 324 ମିଳିବ? ଆମେ କ'ଣ କରିବା? 324ର ବର୍ଗମୂଳ କାଢ଼ିବା, ଯାହାକି 18। ତେଣୁ ଆନ୍ସର ଆସିଯିବ ଆମର 18। 35ର ବର୍ଗ ନିର୍ଣ୍ଣୟ କର ବା 35ର ବର୍ଗର ମୂଲ୍ୟ କେତେ? ଆମେ ଜାଣିଛୁ ନା ପିଲେ, ଏକକ ଘରେ ଯଦି 5 ଥିବ କେମିତି ବର୍ଗ ବାହାର କରୁ? 5 5 25, 3ର ପର ସଂଖ୍ୟାଟି 4, 3 ଗୁଣନ 4, ଏଇ 3 ଗୁଣନ 4 ଏଠି ଲେଖିଦେବା 1225। ତେଣୁ 35ର ବର୍ଗ ହେଇଯିବ 1225। 1000ରୁ କମ୍ ସବୁଠାରୁ ବଡ଼ ପୂର୍ଣ୍ଣବର୍ଗ ସଂଖ୍ୟାଟି କେତେ ପିଲେ? ଦେଖ ନା, 30ର ବର୍ଗ ହେଇଯିବ 900। ଆମେ ଯଦି ଦେଖିବା 39,
39 रो वर्ग आसे 9 6 1 केते पिले 39 रो वर्ग सॉरी पिले 39 नुह 31 31 रो वर्ग आसे 961 तेबे 1000 रु कम सबठारु बड़ पूर्ण संख्याटी हला 9 6 1 बुझी हिची 14 नंबर कहिला 1 रु 100 मध्यरे केतोटी पूर्ण घन संख्या अछि बा केतोटी घन संख्या अछि प्रथमे देखिबा 1 तापरे देखिबा 2 दुणे 4 दुणे 8 3 3 9 3 27 4 चौक 16 चौक 64 5 पंजांग 25 पंचांग 125 पिला माने 125 तो पारे जाउची तेनु आमे जदि देखिबा 1 रु 100 मध्यरे केतोटी घन संख्या अछि 8 27 एवं 64 माने पिले 3टी अछि बुझियाला ना पिले 15 नंबर कहिला पिले केउ संख्यार घन कले शेष अंक 8 आसीबो आमे जानिछु 2 रो घन कले शेष अंक 8 आसीबो किंबा 12 रो घन कले शेष अंक 8 आसीबो ठीक ना नहीं 2 गुणन 2 कले केते आसीबो पिले 8 आसीबो ठीक ना नहीं नेक्स्ट देखिबा तेबे संरचना गुडी को पूरण कर पिला माने बहुत सहज देख 1 + 3 = 4 1 3 5 = 9 पिला माने लक्ष्य कर एठी अजुग्म संख्या गुडी को देइची एठी जदी 4 आसिला एठी 9 आसिला एटा माने पिले 2 रो वर्ग आसिला एटा माने 3 रो वर्ग आसिला निहाती भाबरे एटा 4 रो वर्ग आसीबो तबे 4 चौक केते पिले 16 सेमिति 47 जदि देखिबा 1 रो स्क्वायर 2 रो स्क्वायर प्लस 2 रो स्क्वायर एठी आसिला 3 रो स्क्वायर 2 3 6 6 परे केते पिले 7 2 परे हला 3 6 परे हला 7 तेनु 30 परे एठी केते लिखिबा हमें 31 रो स्क्वायर ठीक ना पिले सेमिति 48 देखिबा 1 रो क्यूब होउची 1 2 रो क्यूब टाको आमे लिखि परिबा 3 + 5 पिला माने लक्ष्य करो 1 हला प्रथम अजुग्म संख्या ता पर अजुग्म संख्याटी होउची 3 ता पर अजुग्म संख्याटी होउची 5 ता पर अजुग्म संख्याटी 7 ता पर अजुग्म संख्याटी 9 ता पर अजुग्म संख्याटी 11 एठी गोटी अजुग्म संख्या थिला एठी दुईटी एठी तीनटी एबे आमे एठी चारोटी लिखिबा तेबे 11 परे ता परवर्ती अजुग्म संख्याटी होउची 13 + 15 + 17 + 19 बुझी हिची ना पिले नेक्स्ट देखो 49 कहिला पिले 11 रो स्क्वायर 1 to 1 1 1 1 रो स्क्वायर 1 2 3 2 1 माने पिले लिखिছে से 1 2 3 2 1 तेबे 1 1 1 1 रो होल स्क्वायर केते आसी जिवो 1 2 3 4 3 2 1 बुझी हिची ना पिले पैटर्न ता बुझी पारुछ तो नेक्स्ट देखो 9 रो रूट ओवर 3 900 रो रूट ओवर 30 तेबे 90000 रो रूट ओवर केते हिजिवो 300 ठीक ना नहीं प्रथमे 3 थिला तापरे 3 रे गोटे शून्य बसिला तापरे बसिबो 3 रे दुईटा शून्य तेणु 300 हला राइट आंसर नेक्स्ट देखिबा पिला माने वीडियो को जदि लाइक करिनो एबे ही करिनियो एवं चैनल को जदि नुआ करी आसीछो एबे ही सब्सक्राइब करी रखि थाओ कारण यार परवर्ती चैप्टर गुडी को मध्य आमे एही भली क्वेश्चन आंसर गुडी को प्रैक्टिस करिबा जहा फलरे तुमे परीक्षा रे 100 को 100 निहाती भाबरे रखि पारिबो नेक्स्ट क्वेश्चन कोन कहिला पिले संपर्क अनुଯାयी शून्य स्थान पूरण करो 10 रो स्क्वायर 100 तेबे 10 रो क्यूब केते हेबो 10 रो क्यूब केते हेबो पिले 10 * 10 * 10 माने 1 रे 3टी शून्य 144 रो वर्गमूल 12 जदि 169 रो वर्गमूल केते केते पिले 13 ठीक ना नहीं x स्क्वायर टा जदि वर्ग हुए x क्यूब टा कोन हबो पिले घन हबो सेमिति 15 रो स्क्वायर 225 तेबे 25 रो स्क्वायर केते हेबो एटा पिले मते कमेंट सेक्शन रे जणाओ मु जानिछि निहाती भाबरे तुमे एटा करि परिबो सेमिति 5 नंबर कहिला 1 रो क्यूब प्लस 12 रो क्यूब कले 1729 आसीबो तेबे 9 रो क्यूब एवं 10 रो क्यूब कले केते आसीबो पिला माने 1729 ही आसीबो केमिति देखो 9 रो जेतेबेले आमे क्यूब करूछे 729 आसुछि एवं 10 रो जेतेबेले क्यूब करूछे केते आसुछि 1000 तेबे एई दुईटी को मिसेई देले केते आसीबो 1729 बुझी हिची ना पिले एई संख्याटा को कोन कहंती पिले हाडी रामानुजन संख्या बा टैक्सी कैब संख्या बोली आमे कहू नेक्स्ट देखिबा तेबे
ଏହି ସଂଖ୍ୟା ଗୋଷ୍ଠୀରୁ ଯେଉଁଟି ଅନ୍ୟମାନଙ୍କ ସହ ଖାପ ଖାଉନାହିଁ ତାହାକୁ ବାଛ ବା ସହଜ ଭାଷାରେ ଯଦି କହିବାକୁ ଯିବା ଭିନ୍ନ ସଂଖ୍ୟାଟିକୁ ବାଛ। ଯେମିତି ପ୍ରଥମେ ଦେଖିବା 16, 25, 36 ଏବଂ 40। 16ଟା ପିଲେ 4ର ବର୍ଗ, 25ଟା 5ର ବର୍ଗ, 36ଟା 6ର ବର୍ଗ। କିନ୍ତୁ 40 ପିଲେ ଗୋଟିଏ ପୂର୍ଣ୍ଣ ବର୍ଗ ସଂଖ୍ୟା ନୁହେଁ, ତେଣୁ 40 ହେଇଯିବ ଅଲଗା। ସେମିତି 2 ନମ୍ବର ଯଦି ଦେଖିବା 8, 27 ଏବଂ 64 ତିନୋଟି ପୂର୍ଣ୍ଣ ଘନ ସଂଖ୍ୟା। 2ର କ୍ୟୁବ୍ କଲେ ଆମେ 8କୁ ପାଇବା, 3ର କ୍ୟୁବ୍ କଲେ ଆମେ 27କୁ ପାଇବା ଏବଂ 4ର କ୍ୟୁବ୍ କଲେ ଆମେ 64କୁ ପାଇବା। ବାକି କିଏ ରହିଲା ପିଲେ? 100। 100 ହେଉଛି ଗୋଟିଏ ପୂର୍ଣ୍ଣବର୍ଗ ସଂଖ୍ୟା। ସେମିତି 3 ନମ୍ବର ଯଦି ଦେଖିବା ଏହି ସଂଖ୍ୟା ଗୁଡ଼ିକ ତିନୋଟି ରାମାନୁଜନ ସଂଖ୍ୟା କୁହାଯାଏ, କାରଣ 1729କୁ ଆମେ ଲେଖିପାରିବା 1ର କ୍ୟୁବ୍ ପ୍ଲସ୍ 12ର କ୍ୟୁବ୍। ସେମିତି 4104କୁ ଲେଖିପାରିବା 9ର କ୍ୟୁବ୍ ପ୍ଲସ୍ 15ର କ୍ୟୁବ୍। ସେମିତି 13832କୁ ଆମେ ଲେଖିପାରିବା 2ର କ୍ୟୁବ୍ ପ୍ଲସ୍ 24ର କ୍ୟୁବ୍। କିନ୍ତୁ ପିଲାମାନେ 5000କୁ ଆମେ ଏମିତି ଲେଖିପାରିବା ନାହିଁ, ତେଣୁ 5000 ହେଇଗଲା ଅଲଗା। 4 ନମ୍ବର ଦେଖ ପିଲେ, 4 ନମ୍ବର ଯଦି ତୁମେ ଲକ୍ଷ୍ୟ କରିବ 2, 3, 7, 5 ଅଛି, ତୁମେମାନେ କହିବ 2, 3, 7, 5। ଯେହେତୁ 2 ଗୋଟିଏ ଯୁଗ୍ମ ସଂଖ୍ୟା, ତେଣୁ 2 ହେଇଯିବ ଅଲଗା। କିନ୍ତୁ ନାଇଁ ପିଲେ, ଟିକେ ଆମର ସିକ୍ରେଟ୍ କୋଡ୍ଟିକୁ ମନେ ପକାଉ, ଏକକ ଅଙ୍କ ବାଲା। 2, 3, 7, 8। ଯେଉଁ ସଂଖ୍ୟାର ଏକକ ସ୍ଥାନରେ 2, 3, 7, 8 ଥିବ ସେଗୁଡ଼ିକ କେବେ ବି ପୂର୍ଣ୍ଣ ବର୍ଗ ସଂଖ୍ୟା ହେଇପାରିବେ ନାହିଁ। ତେଣୁ 8 ବଦଳରେ କେଉଁ ସଂଖ୍ୟାକୁ ଲେଖା ହେଇଛି? 5 ଲେଖା ହେଇଛି, ତେଣୁ 5 ହେଉଛି ଅଲଗା। ସେମିତି 5 ନମ୍ବର ଯଦି ଦେଖିବା 121, 144, 169 ଏବଂ 125। ଏହି ତିନୋଟି ହେଉଛି ପୂର୍ଣ୍ଣବର୍ଗ ସଂଖ୍ୟା ଏବଂ 125 ହେଉଛି ଗୋଟିଏ ପୂର୍ଣ୍ଣ ଘନ ସଂଖ୍ୟା, ଯାହାକି 5ର ଘନ। ତେଣୁ 125 ହେଲା ଅଲଗା। ବୁଝିହେଇଛି ନା ପିଲେ? ନେକ୍ସଟ ଦେଖିବା ତେବେ।